ସହରାଞ୍ଚଳରେ ଯେଉଁମାନେ ବସବାସ କରନ୍ତି ସେମାନଙ୍କର ପ୍ରଧାନ ସମସ୍ୟା ହେଉଛି ପୂଜା ପାଇଁ ଫୁଲଟିଏ ଦରକାର। ସେମାନେ ମାର୍କେଟକୁ ଯାଆନ୍ତି, ଆଉ ସକାଳୁ ସକାଳୁ ଦେଖିବେ ଯେଉଁମାନେ ମର୍ଣ୍ଣିଂ ୱାକ୍ରେ ଯାଉଥିବେ ସେମାନେ ସବୁ ଆଙ୍କୁଟିଟେ ଧରିଥିବେ, ଫୁଲ ଚୋରି କରନ୍ତି ତା ବାଡ଼ିରୁ। କିନ୍ତୁ ନିଜ ଛାତ ଉପରେ ଯଦି କୁଣ୍ଡଟେ କରି 2-4ଟି କୁଣ୍ଡ କରି ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇ ପାରିବେ, ତାହେଲେ ସେଥିରୁ ସେମାନେ ଯେଉଁ ଫୁଲ ପାଇବେ ସେଇଥିରେ ତାଙ୍କ ଠାକୁରଙ୍କୁ ଅର୍ପଣ କରି ଧର୍ମ ଅର୍ଜନ କରିପାରିବେ। ତେଣୁ ସେହି ପରିପ୍ରେକ୍ଷୀରେ କେତେ ଗୁଡ଼ିଏ ଫୁଲ ଗଛ ମୁଁ ଦେଖାଉଛି, ଯେଉଁ ଫୁଲ ଗଛ ଗୁଡ଼ିକ ବର୍ଷ ତମାମ ଫୁଲ ଫୁଟି ପାରିବ ଏବଂ ସେଥିରୁ ଫୁଲ ତୋଳି ଠାକୁରଙ୍କୁ ପୂଜା କରାଯାଇପାରିବ। ଛାତ ଉପରେ ମୁଁ ଯେଉଁ ଘରେ ରହେ ତା ଛାତ ଉପରେ କିଛି ଫାଙ୍କା ଅଞ୍ଚଳ ଥିଲା, ସେଥିରେ କିଛି ଫୁଲ ଗଛ କୁଣ୍ଡରେ ଆମେ ଲଗେଇଛୁ। ଆଉ ସେଇଥିରୁ ଯେଉଁ ଫୁଲ ବାହାରୁଛି ସେଇଥିରେ ଆମ ଠାକୁର ପୂଜା କାମ ଚଳୁଛି, ଆଉ ବାହାରୁ ଫୁଲ କିଣିବାର ଆବଶ୍ୟକତା ପଡ଼ୁନାହିଁ।